ମହାଧନୀ ହେବେ ଏହି 5 ଗୋଟି ରାଶିର ବ୍ୟକ୍ତି। ତାଙ୍କ ଉପରେ ହେବାକୁ ଯାଉଅଛି ଟଙ୍କାର ବର୍ଷା। ପୁରା ଦୀର୍ଘ 12 ବର୍ଷ ପରେ ଖୋଲିବାକୁ ଯାଉଅଛି ଭାଗ୍ୟ। ରାଜା ଭଳି ଜୀବନ କାଟିବାକୁ ଯାଉଛନ୍ତି ଏହି 5 ଗୋଟି ରାଶି। ମିଳିବ ବଡ଼ ବଡ଼ ଖୁସିର ଖବର। ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ସ୍ୱୟଂ ଶନିଦେବ କରିବେ ଏହି ରାଶିମାନଙ୍କରେ ଏକ ବଡ଼ ପରିବର୍ତ୍ତନ ଏବଂ ଏହି ରାଶିଗୁଡ଼ିକୁ କରିବେ ଧନବାନ ବ୍ୟକ୍ତି ଏବଂ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ମିଳିବାକୁ ଯାଉଛି ନାନାବିଧ ପଦୋନ୍ନତି। ଆପଣ ହଠାତ୍ ହୋଇଯିବେ ଧନୀ। ମିଳିବାକୁ ଯାଉଅଛି ସନ୍ତାନ ସୁଖ ଆଜ୍ଞା ଏବଂ କିଣିବେ ଘର ଓ ଜମିବାଡ଼ି। ଜାଣନ୍ତୁ କିଏ ଏହି 5 ଗୋଟି ରାଶି ଯେଉଁମାନଙ୍କର କି ଭାଗ୍ୟ ପ୍ରଭୁ ଶନିଦେବଙ୍କର ଅପରମ୍ପାର କୃପାରୁ ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ସ୍ୱତନ୍ତ୍ର ରୂପରେ ବଦଳିବା ପାଇଁ ଯାଉଅଛି। ଯେଉଁମାନଙ୍କ ଉପରେ କି ହାତୀ ଢାଳିବ ସୁନାର କଳସ ଆଜ୍ଞା। ଆଜ୍ଞା ହଁ ବନ୍ଧୁଗଣ, ଶନିଦେବଙ୍କର ଅପରମ୍ପାର କୃପାରୁ ଦେବସ୍ନାନ ପୂର୍ଣ୍ଣିମା ଠାରୁ 5 ଗୋଟି ରାଶିଙ୍କର ଭାଗ୍ୟ ସ୍ୱତନ୍ତ୍ର ରୂପରେ ବଦଳିବା ପାଇଁ ଯାଉଅଛି। କାହିଁକି ନା ପୁରା 12 ବର୍ଷ ପରେ ସ୍ୱୟଂ ଶନିଦେବ ମକର ଚଳନ କରିବା ପାଇଁ ଯାଉଅଛନ୍ତି, ଯଦ୍ୱାରା କି ଏହି 5 ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ସ୍ୱତନ୍ତ୍ର ତାଙ୍କ ଗୃହରେ ହେବ ଧନର ବର୍ଷା ଆଜ୍ଞା। ଏହି ବ୍ୟକ୍ତି ବିଶେଷ ମାନଙ୍କ ନିମିତ୍ତ ଏକ ସୁବର୍ଣ୍ଣ ସୁଯୋଗ, ଯାହାକି ସ୍ୱତନ୍ତ୍ର ରୂପରେ ସେମାନଙ୍କୁ ଅପେକ୍ଷା କରି ରହିଅଛି। ପ୍ରିୟ ବନ୍ଧୁଗଣ, ଆପଣମାନେ କଣ ଜାଣିବା ପାଇଁ ଚେଷ୍ଟିତ ଅଛନ୍ତି କିଏ ସେହି 5 ଗୋଟି ରାଶି ଯାହା ଉପରେ କି ହେବାକୁ ଯାଉଅଛି ବଡ଼ ପରିବର୍ତ୍ତନ ଶନିଦେବଙ୍କର ମକର ଚଳନ କାରଣରୁ? ପ୍ରିୟ ବନ୍ଧୁଗଣ, ସେଥିପାଇଁ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ, ଆପଣମାନେ ଯଦି ଜାଣିବା ପାଇଁ ଚେଷ୍ଟିତ ଅଛନ୍ତି ତ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆମର ଏହି ସତ୍ୟ ଶାନ୍ତି ମାର୍ଗଦର୍ଶନ ୟୁଟ୍ୟୁବ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନିଅନ୍ତୁ, ଯଦ୍ୱାରା କି ଆପଣମାନେ ଏମିତି ଆଷ୍ଟ୍ରୋଲୋଜି ଉପରେ ଅନେକ ବାସ୍ତୁ ଜନିତ ତଥ୍ୟ ସହିତ ରାଶିଗତ ତଥ୍ୟ ମଧ୍ୟ ଆପଣମାନେ ଅତ୍ୟନ୍ତ ଏଲାବୋରେଟ ଭାବରେ ଆପଣ ଜାଣିବାକୁ ପାଇବେ। ଏହି 5 ଗୋଟି ରାଶିର ବ୍ୟକ୍ତି ବିଶେଷ ମାନେ ଏମାନେ ଯାହା କିଛି ଚାହିଁବେ ଆଜ୍ଞା, ଯାହା କିଛି ଚାହିଁବେ ସେମାନେ ସେ ସବୁ କିଛି ପ୍ରାପ୍ତ ଅବଶ୍ୟ କରିବେ। ଶନିଦେବଙ୍କର ମହାପରିବର୍ତ୍ତନ ଏହି 5 ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏକ ରାଜଜଟକ ସୃଷ୍ଟି କରିଅଛି। ପ୍ରିୟ ବନ୍ଧୁଗଣ, ଆପଣମାନେ କଣ ଜାଣିଛନ୍ତି ପ୍ରତ୍ୟେକ ଗ୍ରହ ଯାହାକି ଗୋଟିଏ ନିର୍ଦ୍ଦିଷ୍ଟ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି ଏବଂ ଏହି ଗ୍ରହ ଚଳନ ଦୃଷ୍ଟିରୁ ଏବଂ ଶନିଦେବଙ୍କର ଅପରମ୍ପାର କୃପାରୁ ଏହି 5 ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ହେବ ଟଙ୍କାର ବର୍ଷା ଆଜ୍ଞା। ଏମାନଙ୍କର ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିବା ପାଇଁ ଯାଉଅଛି। ସମସ୍ତ ଗ୍ରହ ମାନଙ୍କର ପ୍ରଭାବ ସମସ୍ତ 12 ଗୋଟି ରାଶି ମାନଙ୍କ ଉପରେ ପଡ଼ିଲେ ମଧ୍ୟ ଶନିଦେବଙ୍କର ଅହେତୁକ କୃପା କାରଣରୁ ଏହି 5 ଗୋଟି ରାଶିଙ୍କର ଭାଗ୍ୟ ସ୍ୱତନ୍ତ୍ର ରୂପରେ ଏହି ଦେବସ୍ନାନ ପୂର୍ଣ୍ଣିମା, ଯାହାକି ସୋମବାର 29 ତାରିଖ ଠାରୁ ସମ୍ପୂର୍ଣ୍ଣ ରୂପରେ ଏକ ନୂତନ ଦିଗ ମୋଡ଼ ଅବଶ୍ୟ ହେବା ପାଇଁ ଯାଉଅଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶି ଗୁଡ଼ିକୁ ମିଳିବାକୁ ଯାଉଅଛି ଶନିଦେବଙ୍କର ଅପାର କୃପା ଆଜ୍ଞା, ଅପାର କୃପା। କେଉଁ ରାଶି ଗୁଡ଼ିକ ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ଏକ ରାଜା ଭଳି ଜୀବନ କାଟିବେ, ଆସନ୍ତୁ ଆମେ ଜାଣିବା ପାଇଁ ପାଇବା। ଏହା ପୂର୍ବରୁ ଆପଣମାନେ ଭିଡିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ, ସେୟାର କରନ୍ତୁ, କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖନ୍ତୁ। ଆଉ ହଁ, ଯଦି ଆମ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ପୁନଃ ଆପଣଙ୍କୁ କହୁଛି ଏଭଳି ଭିଡିଓ ଗୁଡ଼ିକ ପାଇବା ପାଇଁ ଆପଣ ଆମ ସତ୍ୟ ଶାନ୍ତି ମାର୍ଗଦର୍ଶନ ୟୁଟ୍ୟୁବ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନିଅନ୍ତୁ ଆଜ୍ଞା, ଯଦ୍ୱାରା କି ଆପଣଙ୍କର ବେନିଫିଟ ହେବ। ଏହି ରାଶି ଚକ୍ରର ସଠିକ ବିବରଣୀ ଆପଣଙ୍କ ପାଖରେ ଯଥାଶୀଘ୍ର କେଉଁ ଦିନ ଏବଂ କେଉଁ ରାଶିରେ ଚଳନ ହେଉଛନ୍ତି ଏ ସମସ୍ତ ତଥ୍ୟ ସମସ୍ତ ବିବରଣୀ ଆପଣମାନେ ଜାଣିପାରିବେ। ଆଉ ହଁ, ଆଉ ଗୋଟେ କଥା ମଧ୍ୟ କହିଦଉଛି, ଯଦି ଆପଣମାନଙ୍କର ଯେକୌଣସି ବି ରାଶି ହେଇଥାଉ ନା କାହିଁକି ତେବେ ଆପଣମାନେ ଆପଣଙ୍କର ରାଶି ମଧ୍ୟ କମେଣ୍ଟ ବକ୍ସରେ ଲେଖନ୍ତୁ। ଶନିଦେବଙ୍କର ଅହେତୁକ କୃପା କାରଣରୁ ଏହି ଦେବସ୍ନାନ ପୂର୍ଣ୍ଣିମା, ଯାହାକି 29 ତାରିଖ ସୋମବାର ଠାରୁ ସ୍ୱତନ୍ତ୍ର ରୂପରେ ମହାପରିବର୍ତ୍ତନ ହେବା ପାଇଁ ଯାଉଅଛି ଏବଂ କର୍ମକ୍ଷେତ୍ରରେ ଏକ ବଡ଼ ସଫଳତା ମଧ୍ୟ ପ୍ରାପ୍ତି ହେବା ପାଇଁ ଯାଉଅଛି ଏହି 5 ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଏବଂ ପରିଶ୍ରମର ଉପଯୁକ୍ତ ଫଳ ମଧ୍ୟ ଏହି 5 ଗୋଟି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଅବଶ୍ୟ ପ୍ରାପ୍ତି ହେବ ଆଜ୍ଞା। ଏମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଏହି ଦିନ ଠାରୁ ମାନେ 29 ତାରିଖ ସୋମବାର, ଯାହାକି ପଡୁଛି ଦେବସ୍ନାନ ପୂର୍ଣ୍ଣିମା ଠାରୁ ଦେଖିବେ ଧୀରେ ଧୀରେ କରିକି ସ୍ୱତନ୍ତ୍ର ରୂପରେ ଅବଶ୍ୟ ଦୂରୀକରଣ ହେବ। ଆର୍ଥିକ ସମସ୍ୟା ହେଉ, ଋଣ କରଜ ଜନିତ ସମସ୍ୟା ହେଉ, ସମସ୍ତ ସମସ୍ୟା ଧୀରେ ଧୀରେ କରି ନିଶ୍ଚିନ୍ତ ରୂପରେ ଦୂରୀକରଣ ହେବ। ଆପଣଙ୍କର କାର୍ଯ୍ୟ ଦକ୍ଷତା କାରଣରୁ ଆପଣଙ୍କର କାର୍ଯ୍ୟ ସିଦ୍ଧ ହେବା ସହିତ ଆପଣଙ୍କର ପରିବାରରେ
ଏକ ସୁମଧୁର ବାତାବରଣ ସୁସମ୍ପର୍କ ବାତାବରଣ ଅବଶ୍ୟ ସୃଷ୍ଟି ହେବ ଏବଂ ଚାକିରି କ୍ଷେତ୍ରରେ ଆପଣ ମାନଙ୍କୁ ଶୁଭଫଳ ଅବଶ୍ୟ ପ୍ରାପ୍ତି ହେବ। ଏହି 5 ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ହଠାତ୍ କିଛି ନଥିବ, କିଛି ଧନ ଆପଣଙ୍କୁ ପ୍ରାପ୍ତି ହେବ। ଧନଟା କେମିତି ପ୍ରାପ୍ତି ହେବ? ହଠାତ୍ ପ୍ରାପ୍ତି ହେଇଯିବ କି? ନାହିଁ। ମୋର କହିବାର ଅର୍ଥ ହେଉଛି କର୍ମକ୍ଷେତ୍ରରେ ଆପଣ ଯୋଉ କର୍ମ କରୁଛନ୍ତି, ଯେତିକି ଆପଣଙ୍କୁ ସାଲାରୀ ମିଳୁଛି, ହଠାତ୍ ଆପଣଙ୍କର ଯୋଉ ଉପର କିଛି ପଦପି ଯୋଉ ଲୋକ ଥିବେ ସେମାନେ ଆପଣଙ୍କ ଉପରେ ଅତ୍ୟନ୍ତ ଖୁସି ହୋଇ ଆପଣଙ୍କର ସାଲାରୀକୁ ମଧ୍ୟ ବୃଦ୍ଧି କରିପାରନ୍ତି। ଆପଣ ମାନେ ଭୂମି, ଜମି, ଗାଡି, ନୂତନ ଗ୍ରହ ଆଦି ନିର୍ମାଣ କରିପାରନ୍ତି। ସନ୍ତାନ ସୁଖ ମଧ୍ୟ ଆଜ୍ଞା ଆପଣଙ୍କୁ ପ୍ରାପ୍ତି ହେବା ପାଇଁ ଯାଉଅଛି। ଯେଉଁମାନଙ୍କର ଦୀର୍ଘ ଦିନରୁ ସୁସନ୍ତାନଟିଏ ଆସିନାହିଁ, ନିଶ୍ଚିନ୍ତ ରୂପରେ ଏହି ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଏ ଖୁସି ଖବର ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ଆପଣ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ। ପୂର୍ବ ଅପେକ୍ଷା ଆପଣ ମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଆପଣ ମାନେ ସମାଜରେ ପ୍ରତିଷ୍ଠା ଅବଶ୍ୟ ପାଇବେ ଏବଂ ଆୟର ନୂତନ ମାର୍ଗ ଆପଣଙ୍କର ଦୃଷ୍ଟିଗୋଚର ସାମ୍ନାକୁ ନିଶ୍ଚିନ୍ତ ରୂପରେ ଆସିବ। ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ଏହି 5 ରାଶିର ବ୍ୟକ୍ତି ବିଶେଷ ନିଶ୍ଚିନ୍ତ ରୂପରେ ଆଜ୍ଞା ମହାପରିବର୍ତ୍ତନ ହେବା ପାଇଁ ଯାଉଅଛି। ବ୍ୟାପାର ବାଣିଜ୍ୟରେ ଏମାନଙ୍କର ଉନ୍ନତି ହେବା ସହିତ ଆମଦାନୀ ଏବଂ ରପ୍ତାନି ଏମାନଙ୍କର ବିଶେଷ ରୂପରେ ହେବ। ଆପଣଙ୍କର ଧନ ଜନିତ ସମସ୍ୟା ତ ଦୂର ହେବ, ତତ୍ସହିତ ଆପଣଙ୍କର ଧନ ଆସିବାର ମାର୍ଗ ମଧ୍ୟ ପ୍ରଶସ୍ତ ହେବ, ଯଦ୍ୱାରା କି ଯେତିକି ଧନ ଆପଣଙ୍କ ପାଖକୁ ଆସିବ ତାକୁ ଆପଣ କୋଉଠି ଲଗେଇବେ, ମାନେ ନିବେଶ କରିବେ ଏବଂ ସେଥିରେ ମଧ୍ୟ ଆପଣ ମାନେ 100% ପ୍ରଫିଟ ଅବଶ୍ୟ ପାଇବେ। ଆଉ ଦୀର୍ଘ ଦିନରୁ ଆପଣଙ୍କର ଇଚ୍ଛା ଅଭିଳାଷିତ ସମସ୍ତ ବସ୍ତୁ ମଧ୍ୟ ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆପଣଙ୍କର ସ୍ୱତନ୍ତ୍ର ରୂପରେ ଆପଣଙ୍କୁ ପ୍ରାପ୍ତ ହେବା ପାଇଁ ଯାଉଅଛି। ତେବେ ଦର୍ଶକ ବନ୍ଧୁ, ଆଉ ଡେରି ନ କରି ଆସନ୍ତୁ ଜାଣି ରଖିବା କିଏ ସେହି ମହାନ 5 ରାଶି ବ୍ୟକ୍ତି ବିଶେଷ। ସର୍ବପ୍ରଥମ ରାଶିଟି ହେଉଛି କୁମ୍ଭ ରାଶି। ଏହି କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ନିମିତ୍ତ ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ଏମାନଙ୍କର ଜୀବନରେ 4 ଚାନ୍ଦ ଲାଗିବା ପାଇଁ ଯାଉଅଛି ଆଜ୍ଞା। 4 ଚାନ୍ଦ। ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ଗ୍ରହ ମାନଙ୍କର ସ୍ଥିତି ଆପଣଙ୍କ ରାଶି ଚକ୍ରରେ ଏମିତି ରୂପରେ ରହିବା ପାଇଁ ଯାଉଅଛି ଯେ ଆପଣଙ୍କୁ ସମସ୍ତ ଦିଗରୁ ସମସ୍ତ କ୍ଷେତ୍ରରୁ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତି ହେବା ପାଇଁ ଯାଉଅଛି। ଯେହେତୁ ଆପଣଙ୍କର ରାଶି ଚକ୍ରର ଅଧିପତି ସ୍ୱୟଂ ଶନିଦେବ, ସେ ପୁଣି ବକ୍ର ଚଳନ କରିବା ପାଇଁ ଯାଉଅଛନ୍ତି। ତେଣୁକରି ଆପଣଙ୍କୁ ଏହି ନିମିତ୍ତ ଅତ୍ୟନ୍ତ ଖୁସି ଖବର ମାନ ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ ଆଜ୍ଞା। ଏହି ଜୁଲାଇ ମାସରେ ଆପଣଙ୍କ ଭାଗ୍ୟ ସ୍ୱତନ୍ତ୍ର ରୂପରେ ବଦଳିଯିବ ଆଜ୍ଞା। ଆପଣ ଯେକୌଣସି ବି କାର୍ଯ୍ୟରେ ଆପଣ ହାତ ଦିଅନ୍ତୁ ନା କାହିଁକି, ସେ କାର୍ଯ୍ୟରେ ଆପଣ 110% ଅବଶ୍ୟ ସଫଳତା ପ୍ରାପ୍ତ କରିବେ। ଯଦି ନ କରିବେ ତ ଆପଣ ମାନେ ନିଶ୍ଚିନ୍ତ ରୂପରେ ଅନୁଭବ କରିବେ ଯେ ନାଇଁ, ମୁଁ ସେ ଭିଡିଓଟି ଦେଖିଥିଲି। ଆଉ ଆପଣ ମାନଙ୍କର କିଛି ନୂତନ କାର୍ଯ୍ୟ, କିଛି ବଡ କାର୍ଯ୍ୟ ପ୍ରାରମ୍ଭ କରିବାର ମାନେ ଶୁଭାରମ୍ଭ କରିବାର ଯୋଗ ମଧ୍ୟ ଆପଣଙ୍କର ବନୁଅଛି। ଆଉ ଆପଣଙ୍କ ରାଶି ଚକ୍ରରେ ଏହା ମଧ୍ୟ ଦେଖାଯାଉଛି ଆପଣ କିଛି ଇନଭେଷ୍ଟ କରିପାରନ୍ତି, ବ୍ୟୟ କରିପାରନ୍ତି, କିନ୍ତୁ ଯୋଉ ଆର୍ଥିକଟା ଆପଣ ବ୍ୟୟ କରିବେ ସେଥିରୁ ଆପଣ 100% ଅବଶ୍ୟ ସକ୍ସେସ ପାଇବେ ବା ପ୍ରଫିଟ ପାଇବେ। ଆପଣଙ୍କ ରାଶି ଚକ୍ର ଏହା ମଧ୍ୟ କହୁଛି ଆପଣ କିଛି ଦୂର ସ୍ଥାନ ବା କିଛି ତୀର୍ଥ ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି, ଲଙ୍ଗ ଟ୍ରାଭେଲ ମଧ୍ୟ କରିପାରନ୍ତି। ଦର୍ଶକ ବନ୍ଧୁ, ଯଦି ଆପଣ ମାନେ କମ୍ପ୍ୟୁଟର ଲାଇନ କିମ୍ବା କୌଣସି ପ୍ରକାର ଆଇଟି ସେକ୍ଟର, ଅନ୍ୟାନ୍ୟ କନଷ୍ଟ୍ରକ୍ସନ କାମରେ ହାତ ଦେଇଛନ୍ତି ତ ନିଶ୍ଚିନ୍ତ ରୂପରେ ଆପଣଙ୍କର ପଦୋନ୍ନତି ହେବାରେ ଆପଣଙ୍କୁ କେହି ଅଟକେଇ ପାରିବେ ନାହିଁ। ଆପଣଙ୍କର ବିଶେଷ ରୂପରେ ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆପଣଙ୍କ କର୍ମକ୍ଷେତ୍ରରେ ବିଶେଷ ରୂପରେ ସଫଳତା ତ ପ୍ରାପ୍ତି କରିବେ, ତତ୍ସହିତ ପଦୋନ୍ନତି ମଧ୍ୟ ଆପଣଙ୍କର ଯୋଗ ବନୁଅଛି। କିଛି ଖୁସି ଖବର ମଧ୍ୟ ଆପଣଙ୍କୁ ମିଳିପାରେ। ଆପଣଙ୍କର କୁମ୍ଭ ରାଶି ହୋଇଥିଲେ ଆପଣ ମାନେ କମେଣ୍ଟ ବକ୍ସରେ କୁମ୍ଭ ରାଶି ଏବଂ ଜୟ ଶନିଦେବ ଅବଶ୍ୟ ଲେଖିଦେଇ ଯାଆନ୍ତୁ। ତ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଆମେ ଜାଣିବା ପରବର୍ତ୍ତୀ ରାଶି ଚକ୍ର, ଯାହାକି ହେଉଛି ତୁଳା ରାଶି। ପ୍ରିୟ ବନ୍ଧୁଗଣ, ଆପଣ ମାନଙ୍କର ରାଶି ମଧ୍ୟ ଶନିଦେବଙ୍କର ଅହେତୁକ କୃପା ଏବଂ ମାତା ମହାଲକ୍ଷ୍ମୀଙ୍କର ଅହେତୁକ କୃପା କାରଣରୁ ଆପଣଙ୍କ ରାଶି ଚକ୍ରରେ ଏକ ଆସୁଛି ବଡ ପରିବର୍ତ୍ତନ, ଯାହାକି ସ୍ୱତନ୍ତ୍ର ରୂପରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆପଣଙ୍କ ରାଶି ଚମକିବା ପାଇଁ ଯାଉଅଛି। ଆପଣଙ୍କ ଉପରେ ହାତୀ ଢାଳିବ ସୁନାର କଳସ। କର୍ମର କାରକ ଗ୍ରହ ସ୍ୱୟଂ ଶନିଦେବଙ୍କର ଅହେତୁକ କୃପା କାରଣରୁ କର୍ମକ୍ଷେତ୍ରରେ ଆପଣ ମାନଙ୍କୁ ଏହି ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଅବଶ୍ୟ ସଫଳତା ପ୍ରାପ୍ତ ହିଁ ହେବ। ଯେଉଁ ବ୍ୟକ୍ତି ବିଶେଷ ମାନେ ଚାକିରିଟିଏ ପାଇଁ ଅନେକ ଦିନରୁ
ଅପେକ୍ଷାରତ ଥିଲେ ତ ଆପଣଙ୍କ ଅପେକ୍ଷାର ମଧ୍ୟ ଅନ୍ତ ଘଟିବା ପାଇଁ ଯାଉଅଛି। ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ତା ପରେ କିଛି ଦିନ ଗଲା ପରେ ଦେଖିବେ ଆପଣଙ୍କ କର୍ମକ୍ଷେତ୍ର ନିଶ୍ଚିନ୍ତ ପ୍ରାପ୍ତ ହେବ, ଯୋଉଟା କି ଆପଣ ଅନେକ ଦିନରୁ ଅଭିଳାଷିତ କରିଥିଲେ, ଇଚ୍ଛିତ କରିଥିଲେ। ଯଦି ଆପଣ ମାନେ କର୍ମକ୍ଷେତ୍ରରେ ଅଛନ୍ତି ଏବଂ ପ୍ରମୋଶନ ପାଇଁ ମଧ୍ୟ ଆପଣ ଅପେକ୍ଷାରତ ଅଛନ୍ତି ତ ଆପଣଙ୍କର ମଧ୍ୟ ଅପେକ୍ଷାର ଅନ୍ତ ଘଟିବା ପାଇଁ ଯାଉଅଛି। ଆପଣଙ୍କର ଏହି ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଦେଖିବେ ଆପଣଙ୍କୁ ଏକ ପ୍ରମୋଶନର ମଧ୍ୟ ସୁଯୋଗ ବନୁଅଛି। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ ଏବଂ ଆପଣଙ୍କର ଟ୍ରାନ୍ସଫର ମଧ୍ୟ ହୋଇପାରେ। ଏହି ଦେବସ୍ନାନ ପୂର୍ଣ୍ଣିମା ପରେ ଆପଣ କିଛି ଜମି, ଭୂମି, ଗାଡି ଇତ୍ୟାଦି ଅନେକ ପ୍ରକାରର କାର୍ଯ୍ୟ ମଧ୍ୟ ନିର୍ମାଣ କରିପାରନ୍ତି। ନୂତନ ଗୃହ ମଧ୍ୟ ଆପଣ ମାନେ ଅବଶ୍ୟ ନିର୍ମାଣ କରିବେ। ଆପଣ ମାନଙ୍କୁ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ। ଦର୍ଶକ ବନ୍ଧୁ, ପ୍ରେମମୟ ଜୀବନରେ ଆପଣ ମାନେ ଅତି ସୁନ୍ଦର ଭାବରେ ଆପଣଙ୍କ ଜୀବନ ଶୈଳୀ ଅତିବାହିତ କରିବେ। ଆପଣଙ୍କର ଜୀବନରେ ଏକ ନୂତନ ପାର୍ଟନର ଆସିପାରନ୍ତି। ପୂର୍ବରୁ ଲାଗି ରହିଥିବା ସମସ୍ୟାରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବା ପାଇଁ ଯାଉଅଛି। ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଅବଶ୍ୟ ଲାଭ କରିବେ। ଦର୍ଶକ ବନ୍ଧୁ, ନୂତନ ସ୍ଥାନରେ ଆପଣ ମାନେ ଆଡମିସନ ମଧ୍ୟ ନେଇପାରନ୍ତି। ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ରାଶି ଚକ୍ର ତୁଳା ରାଶି ହୋଇଥାଏ ତେବେ ଆପଣଙ୍କର ପାରିବାରିକ ଯୋଉ ସମ୍ପର୍କ ଅଛି ସୁମଧୁର ଆକାରରେ ବାତାବରଣ ରହିବା ସହିତ ଆପଣ ମାନେ ଯେକୌଣସି ବି କର୍ମ କରିବେ, ବୁଦ୍ଧି ବିଚାରି ମଧ୍ୟ କର୍ମ କରିବେ, ଆପଣଙ୍କୁ ତାହା ମଧ୍ୟ ସକ୍ସେସ ଆପଣ ଅବଶ୍ୟ ପାଇବେ ସେ କର୍ମ। ଯଦି ଆପଣଙ୍କ ରାଶି ଚକ୍ର ତୁଳା ରାଶି ହୋଇଥାଏ ତେବେ ଆପଣ ମାନେ କମେଣ୍ଟ ବକ୍ସରେ ତୁଳା ରାଶି ଲେଖିବା ସହିତ ଜୟ ଶନିଦେବ ଅବଶ୍ୟ ଲେଖନ୍ତୁ। ଆସନ୍ତୁ ଏବେ ଜାଣିବା ପରବର୍ତ୍ତୀ ରାଶି ଚକ୍ର, ଯାହାକି ହେଉଛି କନ୍ୟା ରାଶି। ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ରାଶି ଚକ୍ର କନ୍ୟା ରାଶି ହୋଇଥାଏ ତେବେ ଶନିଦେବଙ୍କର ଅହେତୁକ କୃପା କାରଣରୁ ଆପଣଙ୍କ ରାଶି ଚକ୍ରରେ ଅନେକ ପ୍ରକାର ଉନ୍ନତି ଦେଖାଯାଉଅଛି। ବିଭିନ୍ନ ଦିଗରୁ ଆପଣ ମାନଙ୍କୁ ଅର୍ଥର ଆଗମନ ହେବ। ଦର୍ଶକ ବନ୍ଧୁ, ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଅବଶ୍ୟ ଦୂର ହେବ। ଧନ କମାଇବା ପାଇଁ ଆପଣଙ୍କୁ ନୂତନ ମାର୍ଗ ମଧ୍ୟ ଦେଖାଯିବ। ଦୀର୍ଘ ଦିନ ଧରି ଆପଣଙ୍କର ଯେଉଁ ଇଚ୍ଛା ଅଭିଳାଷିତ ଆପଣ ଥିଲେ ସେ ସମସ୍ତ ଇଚ୍ଛିତ ବସ୍ତୁ ମଧ୍ୟ ଆପଣଙ୍କୁ ଅବଶ୍ୟ ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ଆପଣ ମାନଙ୍କୁ ବଡ ସଫଳତା ଅବଶ୍ୟ ପ୍ରାପ୍ତି ହେବ। ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ସେମାନଙ୍କୁ କର୍ମକ୍ଷେତ୍ର ନିଶ୍ଚିନ୍ତ ମିଳିବା ସହିତ ଅନେକ ପ୍ରକାରର ରୋଜଗାର ପନ୍ଥା ମଧ୍ୟ ସେମାନଙ୍କୁ ପ୍ରାପ୍ତ ହେବ। କିନ୍ତୁ କର୍ମକ୍ଷେତ୍ରରେ ଆପଣଙ୍କର ଯଦି ଅଛି କିଛି କର୍ମକ୍ଷେତ୍ର ତେବେ ନିଶ୍ଚିନ୍ତ ରୂପରେ ଆପଣଙ୍କର ଟ୍ରାନ୍ସଫର ହୋଇପାରେ। କୌଣସି ବଡ କମ୍ପାନୀରୁ ମଧ୍ୟ ଆପଣଙ୍କୁ ଜବର ଅଫର ଆସିପାରେ। ପ୍ରେମ ଜୀବନରେ ଆପଣ ମାନେ ଅତ୍ୟନ୍ତ ସୁଖ ସମୟ ଅତିବାହିତ କରିବେ। ଯେଉଁମାନଙ୍କର କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା, ବ୍ରେକଅପ୍ ଆଦି ହୋଇଥିଲା, ସେମାନଙ୍କର ପୁନଃ ଦେଖିବେ ନିଶ୍ଚିନ୍ତ ରୂପରେ ବ୍ରେକଅପ୍ ମଧ୍ୟ ଯୋଉ ହେଇଥିଲା ସେଇଟା ଆପଣଙ୍କ ଭିତରେ କମ୍ପ୍ରମାଇଜ ହେବା ସହିତ ଆପଣ ମଧ୍ୟ ଏହି ପ୍ରେମ ଜୀବନ ଆଗକୁ ନିଶ୍ଚିନ୍ତ ରୂପରେ ମଙ୍ଗଳମୟ ଆପଣଙ୍କର ହେବ। ଆଉ ନିଶ୍ଚିନ୍ତ ରୂପରେ ଯଦି ଆପଣଙ୍କର କେହି ପାର୍ଟନର ନାହାନ୍ତି ତ ଆପଣଙ୍କ ଜୀବନରେ କେହି ନୂତନ ପାର୍ଟନର ମଧ୍ୟ ଆସିପାରନ୍ତି। ଯଦି ଆପଣଙ୍କ ରାଶି ଚକ୍ର କନ୍ୟା ରାଶି ହୋଇଥାଏ ଆପଣ ମାନେ କନ୍ୟା ରାଶି ଲେଖିବା ସହିତ କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖନ୍ତୁ। ଆସନ୍ତୁ ଆମେ ଜାଣିବା ପରବର୍ତ୍ତୀ ରାଶି ଚକ୍ର, ଯାହାକି ହେଉଛି ବିଛା ରାଶି। ପ୍ରିୟ ଦର୍ଶକ ବନ୍ଧୁ, ଏହି ବିଛା ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଶନିଦେବଙ୍କର ଅହେତୁକ କରୁଣା କୃପା ଅନେକ ପ୍ରକାରର ଛତ୍ର ଛାୟାର ବରଦ ହସ୍ତ ଏମାନଙ୍କ ମସ୍ତକ ଉପରେ ରହିବା ପାଇଁ ଯାଉଅଛି। ଏହି ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆପଣଙ୍କୁ ମାଲାମାଲ ହେବାରୁ କେହି ବି ଅଟକାଇ ପାରିବେ ନାହିଁ। ଶନିଦେବଙ୍କର ଅହେତୁକ କୃପାରୁ ତାଙ୍କର କଟାକ୍ଷ ଦୃଷ୍ଟିରୁ ଆପଣଙ୍କର କେହି କିଛି ଅହିତ ମଧ୍ୟ କରିପାରିବେ ନାହିଁ। ଆପଣଙ୍କର ପୂର୍ବଗତ ଯେଉଁ ସମସ୍ୟା ମାନ ଥିଲା, ଯେଉଁ ସମସ୍ୟା ଦେଇ ଆପଣ ଅତିକ୍ରମ କରୁଥିଲେ ସେ ସମସ୍ତ ସମସ୍ୟା ଏହି ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଆପଣଙ୍କର ସମସ୍ତ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଅଛି ଏବଂ ଦୀର୍ଘ ଦିନ ଧରି ଆପଣଙ୍କ ମନ ଭିତରେ ଯେଉଁ ଇଚ୍ଛା ଅଭିଳାଷା ଗୁଡିକ ଥିଲା ତାହା ମଧ୍ୟ ଆପଣଙ୍କୁ ଅବଶ୍ୟ ପ୍ରାପ୍ତ ହେବ। ଆକସ୍ମିକ ଧନ ଆପଣଙ୍କୁ ପ୍ରାପ୍ତି ହେବା ସହ ପୌତ୍ରିକ ସମ୍ପତ୍ତିରୁ ଆପଣଙ୍କୁ ମଧ୍ୟ ନିଶ୍ଚିନ୍ତ ରୂପରେ ଏଥିରୁ ଲାଭବାନ ଆପଣ ହେବେ। ବିଭିନ୍ନ ଦିଗରୁ ଆପଣଙ୍କୁ ଅର୍ଥର ଆଗମନ ହେବ। ଭାଗ୍ୟର ସହଯୋଗ ଆପଣ ମାନଙ୍କୁ ପ୍ରାପ୍ତି ହେବ। ଆପଣ କିଛି ନୂତନ କାର୍ଯ୍ୟ ଏବଂ ବଡ କାର୍ଯ୍ୟର ପ୍ରାରମ୍ଭ କରିପାରନ୍ତି। ଆପଣଙ୍କ ଗୃହରେ କିଛି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଆପଣ ମାନେ କୌଣସି ଧାର୍ମିକ ସ୍ଥାନ ହେଉ କିମ୍ବା କୌଣସି ଦୂର ସ୍ଥାନକୁ ଆପଣ ମାନେ ଅବଶ୍ୟ ଯାତ୍ରା କରିପାରନ୍ତି। ପ୍ରିୟ ବନ୍ଧୁଗଣ, ଆପଣ ମାନେ ଏହି ଦେବସ୍ନାନ ପୂର୍ଣ୍ଣିମା ଯାହାକି 29 ତାରିଖ ସୋମବାର, ଏହାର ପରଠାରୁ ଅର୍ଥାତ 2 ଦିନ ପରେ ଆପଣ କିଛି ନୂତନ ଗାଡି, ଗୃହ, ପ୍ରପର୍ଟି ଇତ୍ୟାଦି ଆପଣ ମାନେ ନିର୍ମାଣ କରିପାରନ୍ତି। ଏହା ଆପଣଙ୍କର ସୁଯୋଗ ବନୁଅଛି। ଆପଣଙ୍କ ରାଶି ଚକ୍ର କହୁଛି
ଏବଂ କର୍ମକ୍ଷେତ୍ର ରେ ଆପଣମାନଙ୍କୁ ବଡ଼ ସଫଳତା ମଧ୍ୟ ପ୍ରାପ୍ତି ହେବ। ପ୍ରିୟ ବନ୍ଧୁଗଣ, ଯଦି ଆପଣଙ୍କ ରାଶି ବିଛା ରାଶି ହୋଇଥାଏ ତେବେ ଆପଣମାନେ କମେଣ୍ଟ ବକ୍ସରେ ବିଛା ରାଶି ଲେଖିବା ସହିତ ଜୟ ଶନିଦେବ ଲେଖନ୍ତୁ। ପରବର୍ତ୍ତୀ ରାଶି ଚକ୍ର ହେଉଛନ୍ତି ମୀନ ରାଶି। ପ୍ରିୟ ବନ୍ଧୁଗଣ, ଆପଣଙ୍କ ରାଶି ଚକ୍ର ଯଦି ମୀନ ରାଶି ହୋଇଥାଏ ତେବେ ଆପଣଙ୍କର ରାଶି ଚକ୍ର ଯାହା କହୁଛି, ଯାହାକି ଶନିଦେବଙ୍କର ଅପରମ୍ପାର କୃପାରୁ ଆପଣଙ୍କ ରାଶି ଚକ୍ରରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଆପଣଙ୍କ ରାଶି ଚକ୍ର ନିଶ୍ଚିନ୍ତ ରୂପରେ ଏକ ମହାନ ରାଶି, ଯଦ୍ୱାରା କି ଆପଣମାନେ ଚତୁର୍ଦିଗରୁ ଧନ ପ୍ରାପ୍ତି କରିବା ସହିତ ଆପଣଙ୍କର ନୂତନ ଗୃହ ନିର୍ମାଣ ହେଉ କିମ୍ବା ଜମି କିଣାବିକା ହେଉ ଅନେକ ପ୍ରକାରର କାର୍ଯ୍ୟରେ ସିଦ୍ଧ ହାସଲ କରିବେ। ଏବଂ ଆପଣଙ୍କର ଯୋଉ ସ୍ୱାସ୍ଥ୍ୟଗତ ଅବସ୍ଥା ନିଶ୍ଚିନ୍ତ ରୂପରେ ଟିକେ ବିଗିଡ଼ିଥିଲା ତାହା ମଧ୍ୟ ସୁଧାର ହେବା ପାଇଁ ଯାଉଅଛି ଏହି ଦେବସ୍ନାନ ପୂର୍ଣ୍ଣିମା ପରଠାରୁ। ଏବଂ ବିଶେଷ ରୂପରେ ଆପଣଙ୍କ ଗୃହରେ ଯୋଉ କଳିଗୋଳ ହେଉଥିଲା ବା ହେଉଅଛି ବର୍ତ୍ତମାନ, ତାହାର ମଧ୍ୟ ଏହି ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଅନ୍ତ ହେବା ପାଇଁ ଯାଉଅଛି। ଆପଣଙ୍କ ଗୃହରେ ଏକ ସୁମଧୁର ସୁସମ୍ପର୍କ ବାତାବରଣ ଅବଶ୍ୟ ଖେଳିଯିବ। ପ୍ରିୟ ବନ୍ଧୁଗଣ, ଆପଣମାନେ ଯୋଉ ଋଣ କରଜରେ ବୁଡ଼ିକି ଥିଲେ ସେ ଋଣ କରଜ ମଧ୍ୟ ଆପଣଙ୍କର ଅବଶ୍ୟ ସେଥିରୁ ଆପଣ ମୁକ୍ତି ପାଇପାରିବେ। ଅନେକ ପ୍ରକାରର ଶୁଭଫଳ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ। ଦର୍ଶକ ବନ୍ଧୁ, ଆପଣମାନେ ଯାହା ଚାହିଁବେ ତାହା କରିପାରିବେ। ପ୍ରିୟ ଦର୍ଶକ ବନ୍ଧୁ, ଏହା ଥିଲା 5 ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବାବଦରେ। ଯଦି ଆପଣମାନଙ୍କୁ ଭିଡିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ କରିଥିଲେ ସବସ୍କ୍ରାଇବ କରିନିଅନ୍ତୁ। ଆଜି ପାଇଁ ରହୁଛି ନମସ୍କାର, ଜୟ ଶନିଦେବ।